ଆଖିରୁ ଚଷମା କାଢ଼ି ଗୀତା ବହିଟିକୁ ଧଡ଼ କରି ରଖିଦେଲେ ବୁଢ଼ା ମାଷ୍ଟ୍ରେ। ବୟସଟା ତାଙ୍କୁ ଟେକି କଚାଡ଼ି ଦେଲାଣି, ହେଲେ ବି ସେ ନିଜକୁ ଯବାନ ମନେ କରନ୍ତି। ଜୀବନଟା ଯାକ ସମସ୍ତେ ତାଙ୍କୁ ମାଷ୍ଟ୍ରେ ବୋଲି ଡାକୁଥିଲେ, ହେଲେ ସେ ଏବେ ବୁଢ଼ା ମାଷ୍ଟ୍ରେ। ପେପରବାଲା, ଘର ପାଖର ଚା ବାଲା କେହି ତାଙ୍କୁ ବୁଢ଼ା ମାଷ୍ଟ୍ରେ ଡାକିଲେ ସେ ପ୍ରଥମେ ଚଷମା କାଢ଼ି ତାଙ୍କୁ ଚାହାନ୍ତି ଓ ହସନ୍ତି। ଯେଉଁ ସମୟରେ ଲୋକେ ସ୍କୁଲ ଦେଖୁନଥିଲେ, ମାଷ୍ଟ୍ରେ ସେହି ସମୟରେ ଗ୍ରାଜୁଏଟ୍। କେତେ କେତେ ଲୋକଙ୍କୁ ମାଗଣାରେ ପାଠ ପଢ଼ାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇଛନ୍ତି ସେ। ସମାଜକୁ ସିନା ଶିକ୍ଷାର ମନ୍ତ୍ର ବାଣ୍ଟିଦେଲେ, ହେଲେ ବାସ୍ତବତାକୁ ନିଜ ଛାତି ପକେଟରେ ଏବେ ବି ଜାବୁଡ଼ି ରଖିଛନ୍ତି ମାଷ୍ଟ୍ରେ। ମୁଁ ତାଙ୍କୁ ମୋ ପିଲାଦିନରୁ ଦେଖି ଆସିଛି। ବିଭିନ୍ନ ପ୍ରକାରର ସଭା ସମିତି କରି ନିରୀଶିକ୍ଷା, ଶିଶୁ ଶିକ୍ଷା, ଯୌତୁକ ବିରୋଧରେ ସଭା ଏମିତି ଅନେକ କଥାରେ ପ୍ରସାର କରିଛନ୍ତି ଆମ ମାଷ୍ଟ୍ରେ। ହିସାବରେ ମୁଁ ତାଙ୍କର ନାତୁଣୀ। ଜେଜେଙ୍କୁ କେତେଟା ପ୍ରଶ୍ନ ପଚାରିଯିବି ବୋଲି ତାଙ୍କ ପାଖକୁ ଆସିଥିଲି। ମୁଁ ଯେତେବେଳେ କିଛି ବୁଝିପାରେନି ସେତେବେଳେ ତାଙ୍କ ପାଖରେ ଯାଇ ବସେ। ଗୋଟିଏ ପଚାରିଲେ ଗୋଟିଏ କଥା କହି ମୋ ଭ୍ରମ ଦୂର କରିଦିଅନ୍ତି। ଶିକ୍ଷାର ମୌଳିକ ଅଧିକାର ପାଇଁ ତାଙ୍କର ବହୁ ଚିନ୍ତା। ତାଙ୍କ ମତରେ ଶିକ୍ଷା ମଣିଷ ଭିତରେ ମଣିଷତ୍ୱ ସୃଷ୍ଟି କରେ। ଶିକ୍ଷା ବ୍ୟକ୍ତିଙ୍କୁ ସ୍ୱାବଲମ୍ବୀ କରାଇବା ସହିତ ଅଭାବକୁ ଦୂର କରିଥାଏ। ସତରେ ଯେମିତି ମୌଳିକ ଶିକ୍ଷାର ଉଦ୍ଧାର ପାଇଁ ସେ ଜଣେ ଜାଗ୍ରତ ପ୍ରହରୀ। ସେ ଦେଇଛନ୍ତି ଅନେକ, ହେଲେ ପାଇଛନ୍ତି କ'ଣ? ହୁଏତ ଶିକ୍ଷାଦାନ କରି ସେ ଧର୍ମ ଅର୍ଜନ କରିଛନ୍ତି, ହେଲେ ଏବେ ବି ତାଙ୍କୁ ଦେଖିଲେ ଲାଗେ ସେ ଏସବୁ ଭିତରେ ନିଜକୁ ହରାଇ ଦେଇଛନ୍ତି। ସଞ୍ଜରେ ମୋତେ ପାଖରେ ବସାଇ କେତେ କ'ଣ ଗପନ୍ତି। ମୁଁ ନୀରବ ହୋଇ ଶୁଣେ, ହେଲେ ସବୁ ବୁଝିପାରିବି କିଛି ନ ବୁଝିଲା ଭଳି ଅଭିନୟ କରେ। କାହିଁକି ନା ସେ ପରା ମୋର ଦ୍ରୋଣାଚାର୍ଯ୍ୟ, ମୁଁ ତାଙ୍କର ଭାରି ଗେହ୍ଲା। ମୁଁ ବି ତାଙ୍କୁ ମୋର ବାପା, ମା, ବନ୍ଧୁ ସବୁ ମାନି ନେଇଛି। ମୋତେ ସନ୍ଧ୍ୟାରେ ଡାକି କୁହନ୍ତି, ମା, ପଦେ ଗାଇଦେଲୁ। ଅଖଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ। ମୁଁ ଗୀତ ଗାଇବା ପରେ ସେ ହାତ ଉପରକୁ ଟେକି ଦିଅନ୍ତି। ଆଖି ମୁଜି ଦେଇ ଗୁଣୁଗୁଣୁ ହୁଅନ୍ତି। ସତରେ ଶିକ୍ଷାଦାନ କରୁଥିବା ଏ ଶିକ୍ଷକ ଏ ସମାଜକୁ, ସୃଷ୍ଟିକର୍ତ୍ତାକୁ ହାତରେ ଟେକି ଦେଇ ଏକ ଅପୂର୍ବ ଶାନ୍ତିର ବିଶ୍ରାମ ନିଅନ୍ତି। ପିଲାଠାରୁ ବୁଢ଼ା ଯାଏଁ ସମସ୍ତଙ୍କର ପ୍ରିୟ ହେଉଛନ୍ତି ଆମ ମାଷ୍ଟ୍ରେ। ନିଜ ଗାଁ ଠାରୁ ଆରମ୍ଭ କରି ଆଖପାଖ ସବୁ ଗାଁରେ କିଛି ହେଲେ ଡାକରା ପଡ଼େ ବୁଢ଼ା ମାଷ୍ଟ୍ରଙ୍କର। ବିଚାର କରିବାର ଶକ୍ତି ଅତି ବିଚକ୍ଷଣ। ଯେତେ ବଡ଼ ସମସ୍ୟା ହେଲେ ବି ସେ ସରଳ ସମାଧାନଟିଏ ଖୋଜି ଦିଅନ୍ତି। ଆମେ ବସିଗଲେ ଅନେକ କଥା ଆଲୋଚନା ହୁଏ। ଗାଁଠୁ ନେଇ ସହର, ଆଉ ସହରଠୁ ନେଇ ବିଦେଶରେ ସବୁଆଡ଼େ ଆଲୋଚନା ହୁଏ। ସେଦିନ ସେ ମୋ ମୁହଁକୁ ଦେଖି କହିଲେ, ମା କୃଷ୍ଣା, ଗୋଟେ ଥର କ'ଣ ହେଲା ଜାଣୁ? ମୋ ଚାକିରି ବେଳରେ ଜଣେ ଇନ୍ସପେକ୍ଟର ସ୍କୁଲ ବୁଲି ଆସିଥିଲେ। ତାଙ୍କ ଶାରୀରିକ ଗଠନକୁ ଦେଖି ଗୋଟିଏ ପିଲା ପରିହାସ କଲା ଭଳି କିଛି କଥା କହିଲା। ମୁଁ ସଙ୍ଗେ ସଙ୍ଗେ ତା କାନ ଭିଡ଼ି ଧରି ଦି ଚାପୁଡ଼ା ପକାଇ ଦେଇଥିଲି। ଇନ୍ସପେକ୍ଟର ଚୁପ୍ ହୋଇଗଲେ। କହିଲେ, ସାର୍, ଏ କ'ଣ କଲେ? ଦମ୍ଭର ଉତ୍ତର ଦେଲି। କହିଲି, ପିଲାଙ୍କୁ ବାଟକୁ ଆଣିବା ପାଇଁ କେବେ କେବେ ଶାସନ ଆବଶ୍ୟକ ପଡ଼ିଥାଏ ସାର୍। ମୋ ଛୁଆ ପରା ଗୋଟେ ସୁନାମୁଣ୍ଡା। ସୁନାକୁ ଯେତେ ମାଜିବ ସେ ଚକଚକ ହୋଇ ଚମକିବ। ଏ କଥା ଶୁଣି ମୋର ବି ନିଜ ଅନୁଭୂତିରେ ଗୋଟିଏ କଥା ମନେ ପଡ଼ିଲା। ପେପରରେ ପଢ଼ିଥିଲେ ବୋଧେ, ସ୍କୁଲରେ ଗୋଟିଏ ପିଲାଙ୍କୁ ଚାପୁଡ଼ା ମାରି ଶିକ୍ଷକ ନିଲମ୍ବିତ। ମୋ ମନକୁ ବି ପ୍ରଶ୍ନଟିଏ ଆସିଲା, ସତରେ ଶିକ୍ଷକ କ'ଣ ଜଣେ ଦେଶ ନିର୍ମାଣକର୍ତ୍ତା? ଯଦି ସେମିତି, ତେବେ ସେ ଏତେ ନ୍ୟୁନ ମାନର ବେତନ କାହିଁକି ପାଏ? ତା ପାଇଁ ଏତେ ନିୟମ କାହିଁକି? ପଢ଼ା ଶେଷ ପରେ ତାଙ୍କୁ କିଏ ପଚାରେ? ଜେଜେ ଏମିତି ବହୁତ କଥା କହିଲେ। ସେଦିନ ମୁଁ ପୁଣି କିଛି ସୂତିକୁ ସାଉଁଟି ନିଜ ରୁମ୍କୁ ଫେରିଗଲି। ଆର ଦିନ ଜେଜେ ଟିକେ ଅସୁସ୍ଥ ଅନୁଭବ କରୁଥିଲେ। ପୁରା ଦିନ ଚୁପ୍ ଥିଲେ, ଆଉ ବିଛଣାରେ ପଡ଼ି ରହିଥିଲେ। ମୁଁ ହାତରେ ଗୋଟେ ଗ୍ଲାସ୍ କ୍ଷୀର ଦେଇ ତାଙ୍କ ପାଖକୁ ଗଲି। କହିଲି, ଉଠ ଟିକେ କ୍ଷୀର ପିଇଦିଅ, ଭଲ ଲାଗିବ। ମୋତେ କେମିତି ଗୋଟେ ଚାହିଁଲେ। କହିଲେ, ନା, ତୁ ତାକୁ ସେଇଠି ରଖିଦେ। ଏତିକି କହି ମୋ ହାତକୁ ଧରି ପାଖରେ ବସାଇଲେ। ଏ କ'ଣ? ମୁଁ କ'ଣ ଦେଖୁଛି? ଯେଉଁ ଲୋକକୁ କେବେ କାନ୍ଦିବାର ଦେଖିନି, ଯେଉଁ ଲୋକକୁ କେବେ ଉଦାସ ହେବାର ଦେଖିନି, ସେଇ ପୁଣି ଆଜି କାନ୍ଦୁଛନ୍ତି। ଭୟଭୀତ ହେଉଥିଲା ମୋ ମନ। ଜେଜେ କହିଲେ, ମୋ ଦୁଃଖ କ'ଣ ଜାଣୁ ମା? କମ୍ପୁଥିବା ଓଠକୁ ଖୋଲି କହିଲି, କ'ଣ ଜେଜେ? ବେଦ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଥିବା ଦେଶ ହେଉଛି ମୋ ଭାରତ। ଏଠି 33 କୋଟି ଦେବତାଙ୍କୁ କଳ୍ପନା କରାଯାଇ ଗୀତାଙ୍କୁ ମୁକ୍ତିପଥ ବୋଲି ମାନ୍ୟତା ଦିଆଯାଏ। ଯେଉଁ ଦେଶର ଗୁରୁଙ୍କୁ ଆଚାର୍ଯ୍ୟ ବୋଲି ସମ୍ବୋଧନ କରାଯାଉଥିଲା, ସେଠି ଆଜି ଗୁରୁର ଅର୍ଥ ବଦଳି ଯାଇଛି। ଯାହା ଦିନେ ବର୍ତ୍ତ ଥିଲା, ତାହା ଏବେ ବୃତ୍ତି ହୋଇଯାଇଛି। ଉପରକୁ ସିନା ହସେ, ହେଲେ ମନ ଭିତରଟା କ'ଣ ହୋଇଯାଏ। ମୋର ଗୋଟିଏ ବୋଲି ପୁଅକୁ ଦେଶ ସେବା ପାଇଁ ସୀମାରେଖାକୁ ପଠାଇଦେଲି। ଯିବାର 5 ବର୍ଷ ପରେ ଖବର ଆସିଲା, ଆପଣଙ୍କ ପୁଅ ଦେଶ ପାଇଁ ଶହୀଦ ହୋଇଛନ୍ତି। ଏ ଖବର ଶୁଣି ତୋ ମା ଦୁଃଖ ସହି ନ ପାରି
ଉଦ୍ଘାତରେ ଚାଲିଗଲା। ତୋ ଜେଜେମା ତୁନି ତୁନି ହୋଇ କାନ୍ଦେ। ମୋ ମନ କାଳେ ଦୁଃଖ ହେବ ସେଥିପାଇଁ ମୋ ପାଖକୁ ଆସିନି। ସେଦିନ କିନ୍ତୁ ଜେଜେଙ୍କ ଆଲୋଚନା ମୋତେ ଆଲୋଚନା ଭରି ଲାଗୁନଥିଲା, ଅଭିଯୋଗ ପରି ଅନୁଭବ ହେଉଥିଲା। ପାଟିରୁ ଛେପଗୁଡ଼ା ଛିଟିକି ପଡ଼ିଲା। ଜିନ୍ସ ପୁରୁଣା ହୋଇଗଲେ ତାର ଆଦର କମିଯାଏ, ସେମିତି ମଣିଷ ବୁଢ଼ା ହୋଇଗଲେ ସମସ୍ତଙ୍କର ପାଇଁ ବୋଝ ହୋଇଯାଏ। ମୁଁ ଚାତକ ପରି ଜେଜେଙ୍କୁ ଦେଖୁଥାଏ। ଜେଜେ ପୁଣି କହିଲେ, ଆଜିର ବାପା ମା ଛୁଆଙ୍କୁ ମଣିଷ କରିବା ପାଇଁ ନିଜର ଜନ୍ମ କଲା ବାପା ମାଙ୍କୁ ପର କରିଦିଅନ୍ତି, ଆଉ ସେଇ ଛୁଆ ତାକୁ ପଠେଇ ଦିଅନ୍ତି ବୃଦ୍ଧାଶ୍ରମକୁ। ବୁଝିଲୁ ମା, ବୃଦ୍ଧାଶ୍ରମକୁ ଜ୍ଞାନଶ୍ରମ କହିଲେ କେମିତି ହୁଅନ୍ତା? କାହିଁକି ନା ଗଛର ଚେର ଯେତେ ତଳକୁ ଯାଇଥାଏ ସେଇ ଗଛ ଗୋଟେ ମହାଦ୍ରୁମରେ ପରିଣତ ହୋଇଥାଏ। ପକଳା ଗଛ ଗୁଡ଼ାକ ତ ଗୋଟିଏ ଜାଗାରେ ପଡ଼ି ରହିଲେ ତାଙ୍କ ପାଖରୁ ଜନ୍ମିତ ଚାରା ଗୁଡ଼ାକ ବା କୋଉ କାମରେ ଲାଗିବ? ଜେଜେଙ୍କ ଭାବନାକୁ ମୁଁ ଭଲ ଭାବରେ ବୁଝିପାରୁଥିଲି। ଜେଜେ କିଛି ସମୟ ଅଟକି ଗଲେ। ଭାବିଲି ଶୋଇଯିବେ ବୋଧେ, ହେଲେ ସେ ପୁଣି କହିବା ଆରମ୍ଭ କଲେ। କହିଲେ, ଦେଖିଛୁ କି ମା, କେଉଁଠି ସରକାରୀ ଡାକ୍ତରଖାନା ହେଉ, ପୋଲିସ ଷ୍ଟେସନ ହେଉ କି କୌଣସି କାର୍ଯ୍ୟାଳୟ, ଭଦ୍ରତା, ସଂଯମତା ସାଧନ୍ତୁ ଶୃଙ୍ଖଳିତ ଚିହ୍ନ ସବୁ ଲୋପ ପାଏ। ସବୁଆଡ଼େ ଖାଲି ଗୋଟିଏ ଚିତ୍କାର, ମୋର ମୋର ମୋର। ବର୍ତ୍ତମାନର ଯୁଗ ହେଉଛି ଭୌତିକ ଯୁଗ। ଭୌତିକ ସୁଖର ଚରମ ରୂପ ହେଉଛି ପାଶବିକତା। ସେଥିପାଇଁ ଖବରକାଗଜରେ କୋଳମଣ୍ଡନ କରେ ଚୋରି, ହତ୍ୟା ଆଉ ବଳାତ୍କାର। ପାଠ ତ ଏତେ ପଢ଼ୁଛନ୍ତି, ହେଲେ ଶିକ୍ଷିତ କେତେଜଣ? ପଢ଼ା ବହିକୁ ଘୋଷି ବୁଝି ମନେ ରଖିଦେଲେ କେହି ଜ୍ଞାନୀ ହୁଏ ନାହିଁ। ନିଜ ଭିତରେ ନୀତିବତୀତ ଓ ମାନବୀୟ ଚିନ୍ତାଧାରାର ବିକାଶ କରିବା ଦରକାର। ଯଦି ଏହିସବୁ ନଥାଏ ତେବେ ବାଡ଼ି ବାଇଗଣ ଆଉ ପୋଥି ବାଇଗଣ ସବୁ ସମାନ ହୋଇଯିବେ। ପ୍ରାଚୀନ ଭାରତର ଗୁରୁମାନେ ଥିଲେ ଜଣେ ଜଣେ ନୀତିବତା। ବର୍ତ୍ତମାନ ଯୁଗର ମହାପୁରୁଷ ଜୀବନୀ କେବଳ ପ୍ରତିଯୋଗିତା ଦେବା ଭଳି ଗୋଟେ ବିଷୟ। ନୀତିଶିକ୍ଷା କେବଳ ଧର୍ମକୁ ଆଖଠାରୁ ପାତ୍ର। ଜାଣୁ ରାସ୍ତାରେ ଯିବାବେଳେ କେଉଁ ଛୁଆକୁ ଭିକ ମାଗୁଥିବାର ଦେଖିଲେ, ଦୋକାନରେ କାମ କରୁଥିବାର ଦେଖିଲେ ଲାଗେ ଏ ଶିକ୍ଷିତ ଭଦ୍ର ସମାଜଟା ନିଜ ଶରୀରରୁ ପୋଷାକ ଖୋଲି ଉଲଗ୍ନ ହୋଇଯାଇଛି। ଏତେ କଥା ଭିତରେ ବି ମୁଁ ଅନୁଭବ କଲି ଜେଜେଙ୍କ ହାତ ଶୀତଳ ହୋଇଯାଇଛି। ଜେଜେ ଦୁର୍ବଳ ଲାଗୁଛନ୍ତି। ମୁଁ କହିଲି, ଜେଜେ ଶୋଇପଡ଼, ରାତି ଅଧା ହେଲାଣି ପରା। ଲାଗୁଥିଲା ଜେଜେ ରାଜି ନାହାନ୍ତି ଶୋଇବାକୁ। ମୁଁ ବୁଝେଇବାକୁ କହିଲି, ମୁଁ ଶୋଉଛି, ମୋତେ ନିଦ ଲାଗିଲାଣି ପରା। ଆଜି ଏଇଠି ଶୋଇବି। କେଜାଣି କେତେବେଳେ ଆଖି ଲାଗିଗଲା ଜାଣିପାରିଲିନି। ସକାଳ ହେଲା। କାହିଁକି କେଜାଣି ସେଦିନ ମୁଁ ଟିକେ ଡେରିରେ ଉଠିଲି। ଜେଜେ ଚୌକିଟିକୁ ଆଉଜି ଶୋଇଛନ୍ତି। କାଲି ଜେଜେଙ୍କ ଅସୁସ୍ଥତା ବିଷୟରେ ଭାବି ଆଉ ତାଙ୍କୁ ଡାକିଲିନି। ବାହାରକୁ ଚାଲି ଆସିଲି। ଜେଜେମା ପଚାରିଲା, ଆଲୋ, ତୋ ଜେଜେ ଉଠି ନାହାନ୍ତି କି? ଖବରକାଗଜଟା ଯେ ଏଠି ତାକୁ ଝୁରି ମରୁଛି। ମୁଁ ଟିକେ ହସିଦେଲି। କହିଲି, ନାଇଁ, ଡାକିବୁନି ତାଙ୍କୁ, ସେ ନିଜେ ଉଠିଲେ ଉଠିବେ। ଦିନ 10 ହେବା ସେତେବେଳକୁ ମୁଁ ନିଜେ ନିତ୍ୟକର୍ମ ସାରି ପୂଜା ଘରେ ଜେଜେଙ୍କୁ ଅପେକ୍ଷା କରିଥାଏ। ଜେଜେ ତ ସବୁଦିନ ଜଲ୍ଦି ଆସିଯାଆନ୍ତି, ହେଲେ ଆଜି କାହିଁ ଆସିଲେନି ଯେ? ତରତର ହୋଇ ତାଙ୍କୁ ରୁମ୍ ଆଡ଼େ ଧାଇଁଗଲି। ଦେଖିଲି ଜେଜେ ସେମିତି ଶୋଇଛନ୍ତି। ଜେଜେଙ୍କୁ ଏ ଅବସ୍ଥାରେ ଦେଖି ପାଦ ଆଗକୁ ବଢ଼ୁନଥିଲା। କାହିଁ କେଜାଣି ଅଜଣା ଆତଙ୍କରେ ମୋ ଦେହ ଥରୁଥିଲା। ଧୀରେ ଧୀରେ ଆଗକୁ ଗଲି। ଜେଜେଙ୍କୁ ଛୁଇଁବାର ସାହସ ମୋର ନଥିଲା। ତଥାପି ହାତଟାକୁ ନେଇ ଜେଜେଙ୍କ ମୁହଁଟାରେ ବୁଲେଇ ଦେଲି। କାହାକୁ ରାଣ ଦେଲା ଭଳିଆ। ଜେଜେଙ୍କ ମୁହଁଟା ମୋ ହାତରୁ ଖସି ଆରପଟକୁ ବୁଲିଗଲା। ଆଖିରୁ କଇଁବୁନ୍ଦା ଅଭିମାନ ଜେଜେଙ୍କ ହାତରେ ଉପରେ ପଡ଼ିଗଲା। ଚିଡ଼େଇ ଡାକିଲି, ବୁଢ଼ା ମାଷ୍ଟ୍ରେ, ଓ ବୁଢ଼ା ମାଷ୍ଟ୍ରେ। କଣ୍ଠରୁଦ୍ଧ ହୋଇଯାଉଥିଲା। ହେଲେ ଏତେ ଡାକ ପରେ ବି ସେ ଉଠିଲେନି। ନବଜାତ ଶିଶୁ ପରି ଜୋରରେ କାନ୍ଦି ଉଠିଲି। ମୋ କାନ୍ଦ ଶୁଣି ଜେଜେମା ସହ ପାଖ ପଡ଼ୋଶୀ ଦୌଡ଼ି ଆସିଲେ। କିଛି ସମୟ ପରେ ଜେଜେଙ୍କର ଶାନ୍ତ ମନ୍ଦିରଟା କୋଳାହଳପୂର୍ଣ୍ଣ ହୋଇଗଲା। ଏତେ ଭିଡ଼ ଭିତରେ ମୁଁ ମୋ ଜେଜେମାଆକୁ ଖୋଜି ଚାହିଁଲି। ସେ ଅଚେତ ହୋଇ ପଡ଼ିଥିଲା। ଧୀରେ ଧୀରେ ଜନସମାଗମ କରୁଥିଲା। ବନ୍ଧୁବାନ୍ଧବ ସହ ଜେଜେଙ୍କ କେଇଜଣ ପ୍ରିୟ ଛାତ୍ର ଆସି ଜେଜେମା ପାଖରେ ଚୁପ୍ ହୋଇ ବସିଥିଲେ। ଗାଁର କିଛି ଲୋକଙ୍କ ସହ ଜେଜେ ଚାଲିଗଲେ ଗାଁ ଶେଷ ମୁଣ୍ଡରେ ପବିତ୍ର ସ୍ଥାନକୁ। ଚାରିଆଡ଼େ ସୁନସାନ ନିଶବ୍ଦ। ପକ୍ଷୀ ଗୁଡ଼ାକ ଆଜି କିଚିରି ମିଚିରି କରୁନାହାନ୍ତି। ବୋଧେ ମୋ ଜେଜେଙ୍କୁ ମନେ ପକାଉଛନ୍ତି। ନିଜ ରୁମ୍ରେ ବେଶୀ ସମୟ ବସିପାରିଲିନି। ଦୌଡ଼ିଗଲି ମୋ ଜେଜେଙ୍କ ରୁମ୍ ଆଡ଼କୁ। ବଞ୍ଚିଥିଲା ବେଳେ ଜେଜେ ନିଜ ଆଲମାରିରୁ କାହାକୁ ହାତ ଲଗାଇ ଦିଅନ୍ତିନି। ଆଉ ସମସ୍ତେ ବି ଜାଣନ୍ତି ସେ ଆଲମାରୀ ସାରା ବହି ଆଉ ଫଟୋର ଭର୍ତ୍ତି। ହୁଏତ ସେଥିପାଇଁ ସେ ତାଲା ସେ ଯାଏଁ ଆଲମିରାରେ ଝୁଲୁଥିଲା। ଚାବି ଆଣି ତାଲା ଖୋଲିଲି। ମନରେ ଅନେକ କୋହ। ହାତରେ ପ୍ରଥମେ ଜେଜେଙ୍କ ଡାଏରୀଟା ବାଜିଲା।
ଡାଏରୀଟିକୁ ହାତରେ ଜାବୁଡ଼ି ଧରି ଧରୁ ଧରୁ ମୋର ରାଗ ଅଭିମାନ କୋହ ପୁଣି ସବୁ ଅଜାଡ଼ି ଦେଲି ତାରି ଉପରେ। ଜେଜେଙ୍କ ଚଉକି ଉପରେ ବସି ପଡ଼ିଲି। ଖୋଲିଲି। ଡାଏରୀର ପ୍ରଥମ ପୃଷ୍ଠାକୁ ଲେଖିଥିଲା, ପାଣିଙ୍କ ଆରତ ଦୁଃଖ ଅପମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ପ୍ରତ୍ୟେକଟି ପୃଷ୍ଠାରେ ଜେଜେଙ୍କର ଜୀବନ ଦର୍ଶନ। ପଢ଼ିବାକୁ ଇଚ୍ଛା ଥିଲେ ବି ସବୁ ଗୁଡ଼ା ପଢ଼ିପାରିଲିନି। ମୋ ଜେଜେ ଚାଲିଗଲେ ନୀରବ ସଂଗ୍ରାମୀ ହୋଇ, ଆଉ ଏଇଠି ଛାଡ଼ିଗଲେ ତାଙ୍କର ପାଣ୍ଡାଲିପିକୁ। ନିଜେ ବି ଜାଣିନି ମୁଁ ଏହାର ଉତ୍ତରାଧିକାରୀ ହେବି ନା ନାହିଁ। ସୂତି କରି ପୁଣି ଆଲମାରିରେ ବନ୍ଦ କରିଦେବି। ଏଇ ଥିଲା ମୋ ଜେଜେବାପାଙ୍କର କାହାଣୀ। ଜେଜେମା ତ ଚାଲିଗଲେ, କିନ୍ତୁ ଛାଡ଼ି ଦେଇଗଲେ ଅନେକ ସ୍ମୃତି। ସାଙ୍ଗମାନେ, ଏଇ ଥିଲା କାହାଣୀଟି ଆପଣଙ୍କୁ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ବକ୍ସରେ ଜଣାଇବେ। କାହାଣୀଟି ଯଦି ଭଲ ଲାଗିଥିବ ପ୍ଲିଜ୍ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହିଲି, ନମସ୍କାର।